ନମସ୍କାର। ଜୀବନରେ ସୁନ୍ଦରତାର ଅର୍ଥ କ'ଣ? ସୁନ୍ଦରତାର ଅର୍ଥ ସୁନ୍ଦର ଦେଖାଯିବା ନା ନିଜକୁ ସଜେଇକି ଆକର୍ଷଣୀୟ କରିବା? ସୁନ୍ଦରତାର ଅର୍ଥ ହେଉଛି ନିଜ ଭିତରେ ଭଲ ଗୁଣକୁ ବଜାୟ ରଖିବା। ଯଦି ଗୋଟେ ଲୋକ ଆପଣଙ୍କୁ ସୁନ୍ଦର ଲାଗୁଛି ନା, ଥରେ ଭାବିକି ଦେଖନ୍ତୁ। ତାର ସୌନ୍ଦର୍ଯ୍ୟ ପାଇଁ ଆପଣ ଥରେ ଆକର୍ଷିତ ହେଇପାରିବେ, କିନ୍ତୁ ତାର ଭଲ ଗୁଣ, ତାର ବ୍ୟବହାର ଆଉ ଆପଣଙ୍କ ପ୍ରତି ସେ କେତେ ଲୟାଲ ଅଛି, କେତେ ସମର୍ପିତ ଅଛି, ସେଇ ଗୁଣ ଆପଣଙ୍କୁ ବାନ୍ଧିକି ରଖିବ। ସେଥିପାଇଁ ଜୀବନ ସାଥୀ କିମ୍ବା ଆପଣଙ୍କ ବନ୍ଧୁ ସେମାନଙ୍କୁ ବାଛନ୍ତୁ ଯେ ଆପଣଙ୍କ ପ୍ରତି ବିଶ୍ୱସ୍ତ ହେଇଥିବେ, ଯାହାର ହୁଏତ ଶରୀର ସୁନ୍ଦର ଥିବ କି ନଥିବ, କିନ୍ତୁ ତାଙ୍କ ମନଟା ବହୁତ ସୁନ୍ଦର ହେବା ଦରକାର, ତାଙ୍କ ବ୍ୟବହାର ବହୁତ ସୁନ୍ଦର ହେବା ଦରକାର, ଆଉ କଥାବାର୍ତ୍ତା ଆପଣଙ୍କୁ ଦୁଃଖ ଥିବା ସମୟରେ ମଧ୍ୟ ସାନ୍ତ୍ୱନା ଦେଲା ଭଳିଆ ହେବା ଦରକାର। କାରଣ ମଣିଷ ହଜାର ମିଳିବେ ଆପଣଙ୍କୁ ଜୀବନରେ, କିନ୍ତୁ ଗୋଟେ ସୁନ୍ଦର ମଣିଷ, ଗୋଟେ ସୁନ୍ଦର ମନ ଥିଲା ବାଲା ମଣିଷ ଆପଣଙ୍କୁ ହୁଏତ ଏଇ ଦୁନିଆରେ ବହୁତ କମ୍ ମିଳିବେ। ସେଥିପାଇଁ କି ଯଦି ଆପଣଙ୍କ ପାଖରେ ଗୋଟେ ସୁନ୍ଦର ମଣିଷ ଅଛି ନା, ତାକୁ ହୃଦୟରୁ ଧନ୍ୟବାଦ ଦିଅନ୍ତୁ, ଆଉ ତାକୁ ଆପଣଙ୍କର ପାଖରୁ କେବେ ଛାଡ଼ିକି ଯିବାକୁ ଦିଅନ୍ତୁନି। କାରଣ ଦୁନିଆରେ ପଇସା ଆସିବ, ପଇସା ବି ପଳେଇବ, କିନ୍ତୁ ଗୋଟେ ଭଲ ମଣିଷ ଯଦି ଥିବ ନା, ଆପଣଙ୍କ ଜୀବନଟା ଯେକୌଣସି ପରିସ୍ଥିତିରେ ବି ହଉ ସେ ସୁନ୍ଦର ଭାବରେ ରହିବ। ରାଧେ ରାଧେ।